2024 ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଦଳ ପରିବର୍ତ୍ତନ ପର୍ବ ସେତେ ଜୋରସୋରରେ ଚାଲିଛି। ବାଙ୍କି ବାରଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିନ୍ଦ୍ର ସିଂ ଜଣେ ଜଣାଶୁଣା ନେତୃତ୍ୱ। ବିଜେଡ଼ିରେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ, କିନ୍ତୁ ଆଜି ସେ ଦଳ ପରିତ୍ୟାଗ କରିଛନ୍ତି। କାହିଁକି ପରିତ୍ୟାଗ କରିଛନ୍ତି, ତାର କାରଣ କ'ଣ ରହିଛି, ଆଜି ଆମେ ତାଙ୍କ ପାଖରେ ଉପସ୍ଥିତ ଅଛନ୍ତି। ଆସନ୍ତୁ ସିଧାସଳଖ ତାଙ୍କ ସହିତ କଥାବାର୍ତ୍ତା ହେବା। ଆଜ୍ଞା, ବାଙ୍କି ମିରରକୁ ଆପଣଙ୍କୁ ସ୍ୱାଗତ କରୁଛି। କବିନ୍ଦ୍ର ବାବୁ, ଆପଣ ବିଜେଡ଼ିରେ ବହୁ ଦିନ ଧରି କାର୍ଯ୍ୟରତ ଥିଲେ, ଦୃଢ଼ ନେତୃତ୍ୱ ମଧ୍ୟ ଦେଇଥିଲେ। କ'ଣ ଆପଣଙ୍କର ଅସୁବିଧା ରହିଲା ଆଜି ଆପଣ ଦଳ ପରିତ୍ୟାଗ କଲେ? ପ୍ରଥମେ ମା ଚର୍ଚ୍ଚିକାଙ୍କର ଅପାର କରୁଣାରୁ ଆଜି ଭଲ ଦିନ ବୋଧେ ମୋ ପାଇଁ। ଯାହା ହଉ, ଆପଣମାନେ ଏ ଯେଉଁ ଚ୍ୟାନେଲଟି କରିଛନ୍ତି ବାଙ୍କି ମିରର, ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଆପଣଙ୍କର ପ୍ରଶ୍ନର ଉତ୍ତର ମୁଁ ଗୋଟି ଗୋଟିକି ରଖିବି। ଆପଣଙ୍କ ପ୍ରଶ୍ନ ହେଲା ଯେ ଦୀର୍ଘ ଦିନ ଧରି ବିଜୁ ଜନତା ଦଳ ଘରେ କାମ କରୁଥିଲେ, କାହିଁକି ଦଳ ଛାଡ଼ିଲେ? ଆପଣ କୁହନ୍ତୁ। ପ୍ରତ୍ୟେକ ବ୍ୟକ୍ତି ବିଶେଷ, ଗରିବ, ଖଟିଖିଆ, ଚାଷୀ, ମୂଲିଆ, ବେକାର, ଯୁବକ ଯୁବତୀ, ଆତ୍ମନିଯୁକ୍ତି ସୂଚନା, ପାନୀୟ ଜଳର ବ୍ୟବସ୍ଥା, ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ଯେତେ ଗୁଡ଼ିଏ ଡିପାର୍ଟମେଣ୍ଟ ଅଛି, ଆମର ଗୋଟେ ରାଜନୈତିକ ପରିବେଷ୍ଟିତ ହିସାବରେ ଜନତା ଜନାର୍ଦ୍ଦନ ଯେତେବେଳେ ଆମକୁ ଭୋଟ ଦେଇକି ନିର୍ବାଚିତ କରନ୍ତି, ଆମର ଗୁରୁଦାୟିତ୍ୱ ତାଙ୍କର ସେବା କରିବା ପାଇଁ। କି ଯଦି ଦ୍ୱିତୀୟ କଥା ଆପଣ ଚିନ୍ତା କରିବେ, ତାହେଲେ ଗରିବ ଲୋକଙ୍କର ମୌଳିକ ଅଧିକାରରୁ ବଞ୍ଚିତ ନ ହେବା ପାଇଁ ତା'ର ଗୁରୁଦାୟିତ୍ୱ କିଏ? ଲୋକ ଯାହାକୁ ଭୋଟ ଦେଇଛନ୍ତି। ଏବେ ଆପଣ ଦେଖୁନାହାନ୍ତି, ମୁଁ ତ କହୁନାହିଁ, ଆପଣମାନେ ମୋଠୁ ବେଶୀ ଜାଣିଛନ୍ତି, ସବୁଠି ପାନୀୟ ଜଳର ଅବ୍ୟବସ୍ଥା। କେଉଁଠି ପାନୀୟ ଜଳ ଠିକ୍ ଅଛି କି? ଯେତେବେଳେ ମୁଁ ସବୁବେଳେ ଲେଖିବି ଚିଠି ଯେ ଆଜ୍ଞା ଏ ମଧୁବନ, ମଧୁପୁର, ଦେଉଳି, ତ୍ରିଶୁଳିଆ, ଆପଣଙ୍କର ବ୍ରାହ୍ମଣୀ ଗାଁ, ପାଟପୁର, ସେପଟେ ଗଦେଇକୁଦ, ଯେତେ ଗୁଡ଼ିଏ ଗାଁ ଅଛନ୍ତି ଯେଉଁଠି ପାନୀୟ ଜଳର ଅବ୍ୟବସ୍ଥା ହେଇଛି, ମୁଁ ତାଙ୍କ କର୍ଣ୍ଣଗୋଚର କରିଛି, କାମ ହେଲା ନାହିଁ। ଇଏ ହେଲା ଏକ କଥା। ଦ୍ୱିତୀୟ କଥା, ଆମେ 5% ଲୋକ ରାଜନୀତିରେ ଥାଉ। ସାଧାରଣ ଲୋକ ତାଙ୍କର କ'ଣ କରନ୍ତି? ଦୈନନ୍ଦିନର ପେଟ ଗୁଜୁରାଣ ମେଣ୍ଟ କରିବା ପାଇଁ, ଡାଲି ଚାଉଳ ପନିପରିବା କିଣିକି ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ତାଙ୍କର ଧନ୍ଦା ଥାଏ। ସେ ଏଥିରୁ ନିବୃତ୍ତ ରହନ୍ତି। ଯେତେବେଳେ ତାଙ୍କର କାମ ପଡ଼େ, କୌଣସି କାରଣରୁ ହେଉ, ତହସିଲ ହେଉ, ଥାନା ହେଉ, ବ୍ଲକ ହେଉ, ଯେଉଁମାନେ ଗ୍ରାସରୁଟ୍ରେ ରାଜନୀତି କରନ୍ତି, ଲୋକ ତାଙ୍କ କତିକି ଯାଆନ୍ତି। ଭାଇଟେ ମୋର ଭତ୍ତା କରିଦିଅ, ଭାଇଟେ ମୋର ଗୋଟେ ବିଜୁ ପକ୍କା ଘର କରିଦିଅ, ଭାଇଟେ ଭୂମିହୀନ ଆମେ ଅଛୁ, ଟିକେ ଜାଗା ଗୁଣ୍ଠେ ଦିଅ। ଯେଉଁଟା ଗଣତନ୍ତ୍ର ବା ରାଜ୍ୟ ସରକାରଙ୍କର ଲ କହୁଛି, ମୁଁ କହୁନି। ଇନକମ୍ ସାର୍ଟିଫିକେଟ୍ଟି କରିଦିଅ, ଟିକେ ପଟ୍ଟାଟି ବାହାରିବ, ଟିକେ ଲିଗାଲିଟି ବାହାରିବ, ଏଇସବୁ କଥା କୁହନ୍ତି। ଏଇ କଥା ଯେତେବେଳେ ମୋ ଲୋକଙ୍କର ହେଲା ନାହିଁ, ମୁଁ ବାଧ୍ୟ ହେଇକିନା ସେ ଦଳ ଛାଡ଼ିଲି। ଆଉ ମୋର ନିରୁପାୟ ହେଇଗଲି। ମୁଁ ଲାଷ୍ଟକୁ ମୁଣ୍ଡିଆ ବି ମାରିଲି। ମୋର ଶୁଭେଚ୍ଛୁ ହିତକାଂକ୍ଷୀ, ମୋର ଯିଏ ସମର୍ଥକ କହିଲେ ତୁମେ କାହିଁ ଏ ଦଳରେ ରହିଛ, କି ତ କାମ ହେଉନାହିଁ ଲୋକଙ୍କର। ମୁଁ ନିଜକୁ ନିଜ ବି ରିଅଲାଇଜ୍ କଲି, ଶେଷ ନିଷ୍ପତ୍ତି ନେଲି। 9/4/2024 ତାରିଖରେ ମୁଁ ରିଜାଇନ୍ ଦେଇଦେଲି। ଆପଣ ଏବେ କେଉଁ ଦଳକୁ ଯାଇଛନ୍ତି? ନାଇଁ, ଦଳକୁ ଯାଇନି। ମୁଁ କୌଣସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିନାହିଁ। ଆଚ୍ଛା, ସମର୍ଥନ କାହାକୁ କରିବେ? ବ୍ୟକ୍ତିତ୍ୱକୁ। କେଉଁ ବ୍ୟକ୍ତିତ୍ୱ? ଦେବାଶିଷ ପଟ୍ଟନାୟକ। ଦେବାଶିଷ ପଟ୍ଟନାୟକ ସାଥିରେ କ'ଣ ଆପଣ ବସିକି ମିଟିଂରେ ଆଲୋଚନା କଲେଣି ବିଷୟରେ? ନାଇଁ, ମିଟିଂରେ କରିନଥିଲି। ମିଟିଂରେ କିଛି ଆଲୋଚନା ହେଇନାହିଁ। ମୁଁ ଦେଖିଲି 2024 ଯେଉଁ ନିର୍ବାଚନ ମେ 25ରେ ଯଦି କି ଆମେ ପ୍ରାର୍ଥୀକି ହିସାବ କରିବା, ତାହେଲେ ଲଢ଼ୁଆ ନେତା ସିଏ। ତାଙ୍କର ବ୍ୟକ୍ତିତ୍ୱ ଅଛି, କଥାର ଦମ ଅଛି। ଦେବାଶିଷ ପଟ୍ଟନାୟକ ବର୍ତ୍ତମାନ ଏଇ ଯେଉଁ ନିର୍ବାଚନରେ ଜିତିବା ନେଇ କେତେ ଆଶାବାଦୀ ଆପଣ ଅଛନ୍ତି? ବହୁତ ଭୋଟରେ ଜିତିବେ। ତଥାପି ଅନୁମାନିକ କେତେ ଭୋଟ? ଅନୁମାନ ଦେଖନ୍ତୁ, ଏତେ ଦିନ ଆଗରୁ କହିବାଟା ଉଚିତ ହେବନି, କାହିଁକିନା ପାଣିପାଗଟା
ଆଜି ହେଲା ଆପଣଙ୍କର ବୋଧେ 4 ତାରିଖ, 25 ତାରିଖ ଅଛି ଇଲେକ୍ସନ୍। ରାଜନୈତିକ ସମୀକରଣଟା କେତେବେଳେ କ'ଣ ବଦଳେ ତାହା କହିବାଟା ଠିକ୍ ଲାଗିବନି। ଆଚ୍ଛା, ଯଦି ଆଗାମୀ ଦିନରେ ବିଜୁ ଜନତା ଦଳକୁ ଆଉ ଫେରିବାର ଆପଣଙ୍କର କିଛି ଆଶା ରହିଛି କି ଆଗକୁ? ନା, ପ୍ରଶ୍ନ ଉଠୁନି। ତାହେଲେ ବାଙ୍କି ଜନସାଧାରଣଙ୍କୁ କ'ଣ ଶୁଭେଚ୍ଛା ବାର୍ତ୍ତା ଆପଣ ଦେବେ? ବାଙ୍କିର ସମସ୍ତ ମୋର ଗୁରୁଜନ, ମା ମାଉସୀ, ପିତୃତୁଲ୍ୟ, ଯୁବବନ୍ଧୁ, କ୍ରିକେଟ ପ୍ରେମୀ, ଚାଷୀ, ଶ୍ରମିକ ବନ୍ଧୁକୁ ନିବେଦନ କରିବି, ବ୍ୟକ୍ତିତ୍ୱ ଯାହା କତିରେ ଅଛି, ଯିଏ ଆପଣଙ୍କ ପାଖରେ ଅହରହ ଦୁଃଖ ସୁଖରେ ଛିଡ଼ା ହେଇପାରିବ, ସେଇ ଲୋକଟିକି ଭୋଟ ଦିଅନ୍ତୁ। ଦଳ ବଡ଼ କଥା ନୁହଁ, ଆଇଡେଣ୍ଟିଫାଏ ହେଉଛି ଦଳ। ଦଳ ବଡ଼ କଥା ନୁହଁ, ଆଇଡେଣ୍ଟିଫାଏ ହେଉଛି ଦଳ। ବ୍ୟକ୍ତିତ୍ୱ ହେଉଛି ବଡ଼। ମୁଁ ବାରଙ୍ଗ ମାଟିରେ କଳଙ୍କିତ ଅଧ୍ୟାୟ ମୋ ରାଜନୈତିକ ଜୀବନରେ ସୃଷ୍ଟି କରିନି। କିଏ ତ କହୁ ଦେଖିବା, କାହାର ଟଙ୍କାଟା ଗୋଟିଏ ଟଙ୍କା କିଏ ମୋତେ ଦେଇଛି? ମୁଁ ଆଜି ଆପଣଙ୍କ ସାମ୍ନାରେ ରାଜନୀତିରୁ ଇସ୍ତଫା ଦେଇଦେବି। ସେ ଶବ୍ଦ, ଆଚରଣ ଆଉ ଉଚ୍ଚାରଣ ମୋ ପାଟିରେ ଆପଣ ଶୁଣିବେନି। ଆପଣମାନେ ଶୁଣୁଥିଲେ ବରିଷ୍ଠ ନେତା କବୀନ୍ଦ୍ର ସିଂଙ୍କ ପ୍ରତିକ୍ରିୟା। ବିଜେଡ଼ି ଦଳରେ ଦୀର୍ଘଦିନ ଧରି ସେ କାର୍ଯ୍ୟ କରୁଥିଲେ। ଲୋକମାନଙ୍କର ଯାହା ଯାହା ମୌଳିକ ସମସ୍ୟା ଥିଲା ତା'ର ସମାଧାନ କରିବା ପାଇଁ ବହୁତ ଚେଷ୍ଟିତ ଥିଲେ, କିନ୍ତୁ ଲୋକମାନଙ୍କର ଏହି ସମସ୍ୟା ସେହି ସମସ୍ୟାରେ ରହିଗଲା। ସେଥିପାଇଁ ସେ ବ୍ୟସ୍ତ ବିବ୍ରତ ହୋଇ ଆଜି ଦଳ ପରିତ୍ୟାଗ କରିଛନ୍ତି ଏବଂ ବାଙ୍କିର ଦୃଢ଼ ନେତୃତ୍ୱ ଦେବାଶିଷ ପଟ୍ଟନାୟକ ସହିତ ଚଳିତ ନିର୍ବାଚନରେ ସାହାଯ୍ୟ ସହଯୋଗ କରିବା ପାଇଁ ଆଶା ରଖିଛନ୍ତି। ଦେଖାଯାଉ କବୀନ୍ଦ୍ର ବାବୁ କେତେ ସହଯୋଗ କରୁଛନ୍ତି ଆଗାମୀ ଦିନରେ, ତାହା ଦେଖିବାକୁ ବାକି ରହିଲା। କଟକ ଜିଲ୍ଲା ବାରଙ୍ଗରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ, ବାଙ୍କି ମିରର।